এই ভিডিওটি ମୋ ସେହି ଭଉଣୀମାନଙ୍କ ପାଇଁ ଯେଉଁମାନେ ବର୍ଦ୍ଦିକୁ ହୃଦୟରୁ ଭଲ ପାଆନ୍ତି ଏବଂ ସ୍ୱପ୍ନ ଦେଖିଛନ୍ତି ଆଗାମୀ ଦିନରେ ଆସୁଥିବା ଭ୍ୟାକେନ୍ସିରେ ସେ ଓଡ଼ିଶା ପୋଲିସ ଜଏନ୍ କରିବା ପାଇଁ। ଏବଂ ମୁଁ ଆପଣଙ୍କୁ କାହିଁକି କହୁଛି ଏ କଥାଟି, ଯେତେବେଳେ ଆମ ସମୟରେ 2023ରେ ରିକ୍ରୁଟମେଣ୍ଟ ହୋଇଥିଲା ସେତେବେଳେ ଝିଅମାନଙ୍କ ପୋଷ୍ଟ ପାଖାପାଖି 40ଟା ପୋଷ୍ଟ ପାଖାପାଖି ବାହାରିଥିଲା, 150 ମାନେ 160ରୁ, କିନ୍ତୁ ସେଥିରେ 40 ଜଣ ଭିତରୁ ସିଟ୍ ଭିତରୁ 40 ଜଣ ଝିଅ ଭର୍ତ୍ତି ହୋଇପାରିଲେ ନାହିଁ, କାରଣ ସମସ୍ତେ ଏକ୍ଜାମ୍ କ୍ୱାଲିଫାଇ କରିଗଲେ କିନ୍ତୁ ଫିଜିକାଲର କେହି କ୍ୱାଲିଫାଇ କରିପାରିଲେ ନାହିଁ। ସେଥିପାଇଁ ସେ କେହି ସିଟ୍ ବି ଭ୍ୟାକେନ୍ସି ରହିଗଲା। ତେଣୁ ଆପଣମାନଙ୍କୁ କହିବି, ଦେଖନ୍ତୁ ଏଥିରେ ସମସ୍ତଙ୍କ ପାଇଁ ଗୋଟେ କ୍ୱାଲିଫାଇ ମାର୍କ ରଖାଯାଇଛି। ଯଦି ଆପଣ SC/SC କିମ୍ବା UR କାଷ୍ଟରେ ବିଲଙ୍ଗ କରୁଛନ୍ତି ତେବେ ଆପଣ 35% ଆପଣଙ୍କୁ ରଖିବା ପାଇଁ ପଡ଼ିବ। ଏବଂ ଯଦି ଆପଣ SC କିମ୍ବା ST କ୍ୟାଟାଗୋରିରେ ହେଉଛନ୍ତି ତେବେ ଆପଣ 30% ଆପଣଙ୍କୁ ମାର୍କ ରଖିବା ପାଇଁ ପଡ଼ିବ। ମାନେ 100ରୁ 30 ଆଉ UR SC/SC ହେଉଛି ଆପଣଙ୍କ 100ରୁ 35 ମାର୍କ ରଖିବା ପାଇଁ ପଡ଼ିବ। ତେଣୁ ଆପଣମାନେ ଯଦି UR କିମ୍ବା SC/SC କାଷ୍ଟରୁ ବିଲଙ୍ଗ କରୁଛନ୍ତି ତେଣୁ ଆପଣଙ୍କୁ ଗୋଟେ ମାର୍କ କହି ସେଇ ମାର୍କକୁ ଟାର୍ଗେଟ୍ କରି ପଢ଼ନ୍ତୁ, ଆପଣଙ୍କ ଚାକିରି ସୁନିଶ୍ଚିତ ହେବ। ଆପଣଙ୍କ ଟାର୍ଗେଟ୍ କରନ୍ତୁ, ଆମ ସମୟରେ ଯାଇଥିଲା କାଷ୍ଟରେ UR SC/SCରେ 47 ପଏଣ୍ଟ କେତେ ଯାଇଥିଲା ସମଥିଙ୍ଗ, କିନ୍ତୁ ଆପଣ ଟାର୍ଗେଟ୍ କରନ୍ତୁ 10 ମାର୍କ ଅଧିକ, କାରଣ ବର୍ତ୍ତମାନ କମ୍ପିଟିସନ୍ ବଢ଼ିଲାଣି। ତ 10 ମାର୍କ ଅଧିକ ଭାବନ୍ତୁ, ଆପଣ ଭାବନ୍ତୁ 60 ହାଏଷ୍ଟ 60 ରଖିଲେ ଆପଣ ଚାକିରି ପାଇବେ, କି 55 60, କାରଣ ଏତେ ମାର୍କ ବି ଯିବନି। 55 ଟାର୍ଗେଟ୍ କରନ୍ତୁ, ଆପଣ ଚାକିରି ସୁନିଶ୍ଚିତ ହେବ। ଏବଂ SC/ST ଆଗଥର ଯେ 35 ମାର୍କ ରଖି ଚାକିରି ପାଇଛନ୍ତି, ତେଣୁ ଆପଣମାନେ ଟାର୍ଗେଟ୍ କରନ୍ତୁ 45 ମାର୍କ। ମୁଁ ଆପଣଙ୍କୁ ଅଧିକା କାହିଁକି କହୁଛି, ଦେନ ଅଧିକା କୋର୍ସ କଲେ ଆପଣ ଅଧିକା ବି ପାଠ ପଢ଼ିବେ, ଦେନ ସବୁ ଭଲ ହେବ, ଅଧିକା ମାର୍କ ରହିପାରିବେ ବି, ଭଲ ର୍ୟାଙ୍କ ବି ଯାଇପାରିବେ। ତେଣୁ ଆପଣମାନେ ଟାର୍ଗେଟ୍ କରନ୍ତୁ ଏତିକି ମାର୍କ, ଆପଣଙ୍କ ଚାକିରି ସୁନିଶ୍ଚିତ ହେବ। ମେନ୍ ଇମ୍ପୋର୍ଟାଣ୍ଟ କଥା ହେଉଛି ଆପଣଙ୍କର ଫିଜିକାଲ୍ କ୍ୱାଲିଫାଏ। ଯଦି ଆପଣ ଫିଜିକାଲ୍ କ୍ୱାଲିଫାଏ ନ କରିପାରିଛନ୍ତି ନା, ତେବେ ଜବ୍ ପାଇପାରିବେନି। କାରଣ ଆମ ସମୟରେ ବହୁତ ଝିଅ ପାସ୍ କରିଥିଲେ କିନ୍ତୁ ଝିଅ ସିଟ୍ ଭ୍ୟାକେନ୍ସି ରହିଗଲା 10ଟା, କାରଣ ଆମର ପିଲାମାନେ ଝିଅମାନେ ଦୌଡ଼ି ହିଁ ପାରିଲେଣି, ଭଉଣୀମାନେ ଦୌଡ଼ି ପାରିଲେନି। ମାନେ ଲଙ୍ଗ୍ ଜାମ୍ପ ବି ପ୍ରଥମ ଦୌଡ଼ା ହେଲା ନା, ଦୌଡ଼ାରେ ସମସ୍ତେ କାଟିଗଲେ, ଦୌଡ଼ାରେ କେହି କ୍ୱାଲିଫାଇ ହିଁ କରିପାରିଲେନି। ତେଣୁ ଆପଣଙ୍କୁ ମୁଁ କହୁଛି ଆଜି ପାଖରୁ ରନିଂ ଷ୍ଟାର୍ଟ କରିଦିଅନ୍ତୁ। ଝିଅ ଛୁଆମାନେ ନା, ପୁଅ ଛୁଆମାନେ ତ 2 ମାସ ଭିତରେ ରନିଂ କରିଦେବେ, କିଛି ମ୍ୟାଟର୍ ନୁହେଁ, କି ମାସେ ଭିତରେ ରନିଂ କରିଦେବେ। କିନ୍ତୁ ଝିଅମାନଙ୍କୁ କହୁଛି ମୁଁ, ଭଉଣୀମାନଙ୍କୁ, ସେମାନେ ରନିଂ ପ୍ରାକ୍ଟିସ୍ କରନ୍ତୁ, ଯାହାଫଳରେ କି ସେତେବେଳେ ଆପଣ କୋର୍ସ ମାନେ ଭଲ ମାର୍କ ଥିବ କିନ୍ତୁ ଆପଣ ରନିଂ କରିପାରୁଥିବେନି, ବହୁତ ଦୁଃଖ ଲାଗିବ। ତେଣୁ ଆପଣମାନେ ଆଜି ପାଖରୁ ରନିଂ ଷ୍ଟାର୍ଟ କରିଦିଅନ୍ତୁ, ଚାକିରି ସୁନିଶ୍ଚିତ ହେବ। ମୁଁ ଆପଣଙ୍କୁ ଏକ୍ସପିରିଏନ୍ସ କଥା କହୁଛି ମୁଁ। ଏବଂ ପୁଅମାନେ କେତେ ଟଙ୍କା ଟାର୍ଗେଟ୍ କରିବେ ଯାହାଫଳରେ କି ସେମାନେ ସିକ୍ୟୁର ଜବ୍ରେ ଗୋଟେ ପହଞ୍ଚି ପାରିବେ। ତେଣୁ ଆପଣମାନେ ମୁଁ କହିଦେବି, ସେଇଟା ନେକ୍ସଟ ଭିଡ଼ିଓରେ କହିବି, କାରଣ ଭିଡ଼ିଓଟି ବହୁତ ଲଙ୍ଗ୍ ହେଇଯିବ। ରହୁଛି, ଜୟ ହିନ୍ଦ।